ଜୟ ଜଗନ୍ନାଥ ସାଙ୍ଗମାନେ, ଆଜିର ପ୍ରଥମ କ୍ୱେଶ୍ଚିନ୍ ହେଉଛି ମହାକାଶକୁ ଯାଇଥିବା ପ୍ରଥମ ଭାରତୀୟ ମହିଳା କିଏ? ସୁନିତା ୱିଲିୟମ୍ସ, କଳ୍ପନା ଚାୱଲା, ଅନୁଶେଖ ଅନସାରୀ, ରାକ୍ଷୀ ଶର୍ମା। ସଠିକ୍ ଆନ୍ସର ହେଉଛି କଳ୍ପନା ଚାୱଲା। ଦ୍ୱିତୀୟ କ୍ୱେଶ୍ଚିନ୍ ହେଉଛି କେଉଁ ଭାଷାରେ ଭାରତର ଜାତୀୟ ସଙ୍ଗୀତ ଜନଗଣମନ ପ୍ରଥମେ ଲେଖାଯାଇଥିଲା? ହିନ୍ଦୀ, ଉର୍ଦ୍ଦୁ, ବଙ୍ଗଳା, ତାମିଲ। ସଠିକ୍ ଆନ୍ସର ହେଉଛି ବଙ୍ଗଳା। ତୃତୀୟ କ୍ୱେଶ୍ଚିନ୍ ହେଉଛି ମହାତ୍ମା ଗାନ୍ଧୀଙ୍କ ସମ୍ପୂର୍ଣ୍ଣ ନାମ କ'ଣ ଥିଲା? ମୋହନଲାଲ ଗାନ୍ଧୀ, ମୋହନ ଦାସ କରମଚାନ୍ଦ ଗାନ୍ଧୀ, ମୋହନ ଦାସ ଲାଲକୃଷ୍ଣ ଗାନ୍ଧୀ, ମୋହନ ଦାସ ବିନୟ ଗାନ୍ଧୀ। ଏହାର ସଠିକ୍ ଆନ୍ସର ହେଉଛି ମୋହନ ଦାସ କରମଚାନ୍ଦ ଗାନ୍ଧୀ। ଚତୁର୍ଥ କ୍ୱେଶ୍ଚିନ୍ଟି ହେଉଛି ସଂସଦର ଉପଗୃହ କେଉଁଠି? ଲୋକସଭା, ରାଜ୍ୟସଭା, ବିଧାନସଭା, ବିଧାନ ପରିଷଦ। ଏହାର ସଠିକ୍ ଆନ୍ସର ହେଉଛି ରାଜ୍ୟସଭା। ପଞ୍ଚମ କ୍ୱେଶ୍ଚିନ୍ଟି ହେଉଛି ଟ୍ରେନ୍ ଟୁ ପାକିସ୍ତାନ ପୁସ୍ତକ କିଏ ଲେଖିଥିଲେ? ଖୁଶୱନ୍ତ ସିଂ, ଆର୍.କେ. ନାରାୟଣ, ସଲମାନ ରୁଶଡି, ବିକ୍ରମ ସେଠ। ଏହାର ସଠିକ୍ ଆନ୍ସର ହେଉଛି ଖୁଶୱନ୍ତ ସିଂ। ଷଷ୍ଠ କ୍ୱେଶ୍ଚିନ୍ଟି ହେଉଛି ଦୁନିଆର ସବୁଠାରୁ ଛୋଟ ଯୁଦ୍ଧ କେତେ ଦିନ ପର୍ଯ୍ୟନ୍ତ ଚାଲିଥିଲା? 38 ମିନିଟ୍, 50 ମିନିଟ୍, 78 ମିନିଟ୍, 90 ମିନିଟ୍। ଏହାର ସଠିକ୍ ଆନ୍ସର ହେଉଛି 38 ମିନିଟ୍। ସପ୍ତମ କ୍ୱେଶ୍ଚିନ୍ଟି ହେଉଛି ଭାରତର ସର୍ବୋଚ୍ଚ ରେଳ ବ୍ରିଜ୍ କେଉଁ ନଦୀ ଉପରେ ନିର୍ମିତ? ଗଙ୍ଗା, ଯମୁନା, ଚେନାବ, ଗୋଦାବରୀ। ତାର ସଠିକ୍ ଆନ୍ସର ହେଉଛି ଚେନାବ। ଅଷ୍ଟମ କ୍ୱେଶ୍ଚିନ୍ଟି ହେଉଛି କେଉଁ ପଶୁ ପାଣି ପିଇବା ପରେ ମରିଯାଏ? ମାର୍ମୋଟ, କଙ୍ଗାରୁ ମୂଷା, କୋଲା, ନୀଳ ରଙ୍ଗର କୁମ୍ଭୀର। ତାର ସଠିକ୍ ଆନ୍ସର ହେଉଛି କଙ୍ଗାରୁ ମୂଷା। 9 ନମ୍ବର କ୍ୱେଶ୍ଚିନ୍ଟି ହେଉଛି କେଉଁ ଭାରତୀୟ ସହର ଗୋଲାପୀ ସହର ଭାବରେ ଜଣାଶୁଣା? ଉଦୟପୁର, ଜୟପୁର, ଗୋଧପୁର, ବିକାନେର। ଏହାର ସଠିକ୍ ଆନ୍ସରଟି ହେଉଛି ଜୟପୁର। 10ମ କ୍ୱେଶ୍ଚିନ୍ ବା ଲାଷ୍ଟ କ୍ୱେଶ୍ଚିନ୍ ଭାରତରେ କେବେ ହିନ୍ଦୀ ଦିବସ ପାଳନ କରାଯାଏ? 15 ଅଗଷ୍ଟ, 26 ଜାନୁଆରୀ, 14 ସେପ୍ଟେମ୍ବର, 2 ଅକ୍ଟୋବର। ଏହାର ସଠିକ୍ ଆନ୍ସର ହେଉଛି 14 ଡିସେମ୍ବର। ସାଙ୍ଗମାନେ, ଆପଣଙ୍କୁ ଯଦି ମୋର ଏହି ଛୋଟିଆ ଭିଡ଼ିଓଟି ଭଲ ଲାଗିଥାଏ ତାହେଲେ ଭିଡ଼ିଓଟିକୁ ଲାଇକ୍, ସେୟାର ଏବଂ କମେଣ୍ଟ କରନ୍ତୁ ଏବଂ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଏହିପରି ଭିଡ଼ିଓ ଦେଖିବା ପାଇଁ ଏବଂ ଘଣ୍ଟି ବେଲ୍ ଆଇକନ୍କୁ ଦବାଇ ରଖନ୍ତୁ।